ଅଷ୍ଟମ ଅଧ୍ୟାୟ ଆରମ୍ଭ। ରାବଣ ପାଖରେ ଶୂର୍ପଣଖାର ଗୁହାରି। ଖର ଦୂଷଣଙ୍କର ମୃତ୍ୟୁ ଦେଖି ଶୂର୍ପଣଖା ବଡ଼ ଭାଇ ରାବଣ ପାଖକୁ ଗଲା। ଭଉଣୀର ବିକୃତ ମୁଖ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା। ଯେ ତିନି ପୁରକୁ ଜାଣିଛି ତାର ଭଉଣୀକୁ କିଏ ଏପରି ଦଣ୍ଡ ଦେଇପାରେ? ଶୂର୍ପଣଖା ରାବଣକୁ କହିଲା, ତୁ କିଛି ବୁଝୁନାହୁଁ, କୌଣସି ଖବର ମଧ୍ୟ ରଖୁନାହୁଁ। ଖର ଦୂଷଣ ପ୍ରଭୃତିଙ୍କ ସହିତ ମୁଁ ଦଣ୍ଡକାରଣ୍ୟରେ ଥିଲି। ସେଠାରେ ଅଯୋଧ୍ୟାର ରାଜପୁଅ ରାମ ଓ ଲକ୍ଷ୍ମଣ ଅଛନ୍ତି। ରାମ ସହିତ ତାର ସ୍ତ୍ରୀ ସୀତା ମଧ୍ୟ ଅଛି। ମୁଁ ଦେଖିଲି ଏପରି ସୁନ୍ଦରୀ ସ୍ତ୍ରୀ ଜଗତରେ ନାହିଁ। ତେଣୁ ତାକୁ ତୋ ପାଇଁ ଆଣିବାକୁ ଗଲାରୁ ରାମ ଲକ୍ଷ୍ମଣ ମୋର ନାକଟିକୁ କାଟି ଦେଇଛନ୍ତି। ତାହା ଦେଖି ଖର ଦୂଷଣ ସୈନ୍ୟ ସାମନ୍ତ ନେଇ ସେ ଦୁହିଁଙ୍କ ସହିତ ଲଢ଼ିବାକୁ ଗଲେ, କିନ୍ତୁ ସେମାନେ ସମସ୍ତେ ସେ ଦୁଇ ଭାଇଙ୍କ ହାତରେ ମଲେ। ତୁ ଏବେ ସୀତାଙ୍କୁ ନେଇ ଆସି ଭୋଗ କରି ଅସୁର କୂଳର ମାନ ମହତ ରଖ। ରାବଣ ମନେ ମନେ ଚିନ୍ତା କଲା, ସୀତାଙ୍କୁ ନେଇ ଆସିବା କଥା ମୂଳ, କିନ୍ତୁ ଏଠାରେ ବଳ କି କୌଶଳ କ'ଣ ପ୍ରୟୋଗ କରିବି? ଯିଏ ଖର ଦୂଷଣ ଭଳି ବୀରଙ୍କୁ ବଧ କରିଛି, ତା ସଙ୍ଗେ ବଳ କଷିବା ଆଗରୁ କୌଶଳରେ କାର୍ଯ୍ୟସିଦ୍ଧି କରିବା ଭଲ। ଏହିପରି ବିଚାର କରି ସେ ରଥରେ ବସି ମାରିଚ ନାମକ ଏକ ମନ୍ତ୍ରୀ ପାଖରେ ପହଞ୍ଚିଲା। ତାକୁ ସମସ୍ତ ଘଟଣା ଜଣାଇ କହିଲା, ତୁମେ ମୋତେ ସାହାଯ୍ୟ କଲେ ମୋର କାମ ସହଜରେ ହୋଇପାରିବ। ତୁମେ ଗୋଟିଏ ସ୍ୱର୍ଣ୍ଣମୃଗ ହୋଇ ପଞ୍ଚବଟିରେ ରାମର କୁଡ଼ିଆ ପାଖରେ କ୍ରୀଡ଼ା କରିବ। ସ୍ୱର୍ଣ୍ଣମୃଗ ଦେଖି ସୀତା ତାକୁ ପାଇବାକୁ ମନ କରି ରାମକୁ କହିବେ। ରାମ ଧନୁଶର ଧରି ତୁମ ପଛରେ ଗୋଡ଼ାଇଲେ ତୁମେ କିଛି ଦୂରକୁ ପଳାଇବ ଓ ଲକ୍ଷ୍ମଣ ରକ୍ଷା କର ବୋଲି କହିବ। ତୁମର ଏହି ଡାକ ଶୁଣି ଲକ୍ଷ୍ମଣ ଦୌଡ଼ି ଯିବ। ସୀତା କୁଡ଼ିଆରେ ଏକୁଟିଆ ରହିଥିବ। ମୁଁ ସେତିକିବେଳେ ଛଦ୍ମବେଶରେ କୁଡ଼ିଆ ପାଖକୁ ଯିବି। ପାଖରେ ରଥ ଲୁଚାଇ ରଖିଥିବି। ସୀତାଙ୍କୁ ସେଥିରେ ବସାଇ ଲଙ୍କାକୁ ନେଇ ଆସିବି। ମାରିଚ କହିଲା, ହେ ରାଜା, ତୁମେ ଏପରି କଥାକୁ ମନରେ ସ୍ଥାନ ଦିଅ ନାହିଁ। ପରର ସ୍ତ୍ରୀକୁ ଏଭଳି ଚୋରାଇ ଆଣିବା ମହାପାପ। ପୁଣି ରାମ ସାମାନ୍ୟ ବୀର ନୁହନ୍ତି। ଯିଏ ଖରଦୂଷଣ ଭଳି ବଳିଆନ ରାକ୍ଷସଙ୍କୁ ବଧ କରିପାରିଛନ୍ତି, ତାଙ୍କୁ ସାମାନ୍ୟ ମନେକର ନାହିଁ। ତୁମେ ତାଙ୍କର ସ୍ତ୍ରୀକୁ ଚୋରାଇ ଆଣିଲେ ସେ ନିଶ୍ଚୟ ଲଙ୍କାକୁ ଆସି ତୁମ ସଙ୍ଗେ ଯୁଦ୍ଧ କରିବେ। ଦେଶ ଉପରକୁ ଏପରି ବିପଦ ଡାକି ଆଣିବା ଉଚିତ ନୁହେଁ। ଏହି ରାମ ଯେ କେଡ଼େ ବୀର ତାହା ମୁଁ ଜାଣିଛି। ସେ ମୋର ମା ତାଡ଼କାକୁ ମାରିଛନ୍ତି, ସୁବାହୁକୁ ମାରିଥିଲେ। ମୁଁ ତାଙ୍କ ପାଖକୁ ଯିବାରୁ ସେ ଗୋଟାଏ ସର ମାରିଲେ ଯେ ମୁଁ ଉଡ଼ି ଆସି ସମୁଦ୍ର କୂଳରେ ପଡ଼ିଲି। ତାଙ୍କ ସଙ୍ଗେ ଯୁଦ୍ଧ କଲେ ଆମର ସର୍ବନାଶ ହେବ। କିନ୍ତୁ ରାବଣ ମାରିଚର ଏହି ସାଧୁ ଉପଦେଶ ଶୁଣିଲା ନାହିଁ। ସେ ମାରିଚକୁ ମାରିଦେବାର ଭୟ ଦେଖାଇଲା। ମାରିଚ ମନରେ ବିଚାରିଲା, ରାବଣ ଆଦେଶ ନ ମାନିଲେ ସେ ମୋତେ ମାରିବ। ତାର ଆଦେଶ ମାନି ହରିଣ ରୂପରେ ଗଲେ ରାମ ମାରିବେ। ଯେପରି ହେଉ ମୋର ମରଣ ନିଶ୍ଚିତ। ତେବେ ରାମଙ୍କ ହାତରେ ମରିବା ଭଲ। ତେଣୁ ସେ ଶେଷରେ ରାବଣଙ୍କ ପ୍ରସ୍ତାବରେ ରାଜି ହୋଇଗଲା। ରାବଣର ସୀତାହରଣ। ମାରିଚକୁ ରଥରେ ନେଇ ରାବଣ ପଞ୍ଚବଟିରେ ଉପସ୍ଥିତ କଲା। ସେ ରଥକୁ ଗୋଟାଏ ସ୍ଥାନରୁ ଲୁଚାଇ ରଖିଦେଲା। ତାପରେ ମାରିଚ ମାୟାର ଗୋଟିଏ ସୁନ୍ଦର ହରିଣ ରୂପ ଧରିଲା। ତା ଦେହର ଚର୍ମ ସୁନାରେ ତିଆରି ହେଲା ପରି ଦିଶୁଥାଏ। ସେ ନାନା ରଙ୍ଗରେ କ୍ରୀଡ଼ା କରି ଶ୍ରୀରାମଙ୍କ କୁଟୀର ପାଖକୁ ଗଲା। ସେତେବେଳେ ସୀତା ଫୁଲ ତୋଳୁଥିଲେ। ତାଙ୍କର ଦୃଷ୍ଟି ଏ ବିଚିତ୍ର ମୃଗ ଉପରେ ପଡ଼ିବାରୁ ସେ ରାମଙ୍କୁ କହିଲେ, ସ୍ୱାମୀ, ଏ ମୃଗଟିକୁ ଧରି ଆଣ। ଏହାକୁ ନେଇ ଅଯୋଧ୍ୟାକୁ ଗଲେ ଭରତଙ୍କୁ ଦେବା। ଯଦି ଧରି ନ ହୁଏ ତାକୁ ମାରି ତା ଚର୍ମକୁ ସଙ୍ଗରେ ନେଇଯିବା। ଲକ୍ଷ୍ମଣ ହରିଣକୁ ଦେଖି କହିଲେ, ଏପରି ସୁନ୍ଦର ହରିଣ କୌଣସିଠାରେ ଦେଖିବା ନାହିଁ। ମୋର ସନ୍ଦେହ ଏ ଗୋଟାଏ ରାକ୍ଷସ ଆମକୁ ଭୁଲାଇବା ପାଇଁ ମାୟାର ମୃଗ ହୋଇ ଆସିଛି। ତାହା ଶୁଣି ରାମ କହିଲେ, ଯଦି ତାହା ହିଁ ହୁଏ ତେବେ ସେ ବଧର ଯୋଗ୍ୟ। ଏହା କହି ସେ ଧନୁଶର ଧରି ମୃଗ ପଛେ ପଛେ ଗଲେ। ମୃଗଟି କେତେବେଳେ ଧରା ଦେଲା ପରି ପାଖକୁ ଆସୁଥାଏ, କେତେବେଳେ ଦୂରକୁ ଚାଲି ଯାଇଥାଏ। ବେଳେବେଳେ ଲତାପତ୍ର ଭିତରେ ଲୁଚି ରହିଥାଏ, ପୁଣି ମୁହୂର୍ତ୍ତକ ପରେ ଦେଖାଯାଇଥାଏ। ରାମ ତା ପଛରେ ଦୌଡ଼ି ଦୌଡ଼ି କୁଟୀର ଠାରୁ ବହୁତ ଦୂରକୁ ଚାଲିଗଲେ। ଶେଷରେ ସେ ତାକୁ ଧରିବା ଆଶା ମନରୁ କାଢ଼ି ମାରିବାକୁ ସ୍ଥିର କଲେ। ସେ ଗୋଟିଏ ଶର ଦ୍ୱାରା ତାକୁ ବଧ କରିବା ସଙ୍ଗେ ସଙ୍ଗେ ହରିଣଟି ରାମଙ୍କ ସ୍ୱରରେ ଡାକିଲା, ହେ ଲକ୍ଷ୍ମଣ, ମୋତେ ରକ୍ଷା କର, ମୋତେ ରକ୍ଷା କର। ମୃଗ ମଲାବେଳକୁ ଅସୁର ରୂପ ଧାରଣ କଲା। ରାମ ଏବେ ବୁଝିପାରିଲେ ଯେ ଏହା ପ୍ରକୃତ ମୃଗ ନୁହେଁ, ଏକ ରାକ୍ଷସ। ତାଙ୍କର ଆଶଙ୍କା ହେଲା ଯେ ଅସୁରର ଚିତ୍କାରରେ ତାଙ୍କର ଡାକ ମନେକରି କାଳେ ଲକ୍ଷ୍ମଣ ସୀତାଙ୍କୁ ଛାଡ଼ି ଆସିଯିବେ। ଏଣେ କୁଟୀରରେ ଥାଇ ଲକ୍ଷ୍ମଣ ଓ ସୀତା ସେ ଡାକ ଶୁଣିଲେ। ଲକ୍ଷ୍ମଣ ଭାବିଲେ ଏହା କଦାପି ରାମଙ୍କର ସ୍ୱର ହୋଇପାରି ନଥାଏ।
ତ୍ରିଲୋକରେ ଏପରି କେହି ନାହିଁ ଯିଏକି ରାମଙ୍କ ଶର ଆଗରେ ଛିଡ଼ା ହୋଇପାରିବ। ତେଣୁ ସେ ଅବିଚଳିତ ରହିଲେ। ମାତ୍ର ସୀତା ଲକ୍ଷ୍ମଣଙ୍କୁ କହିଲେ, ତୁମର ଭାଇ କିଛି ବିପଦରେ ପଡ଼ିନାହାନ୍ତି ତ? ଏତେବେଳେ ତୁମ ନିଶ୍ଚିତ ରହିଛ କିପରି? ଶୀଘ୍ର ତାଙ୍କୁ ସାହାଯ୍ୟ କରିବାକୁ ଯାଅ। ଲକ୍ଷ୍ମଣ କହିଲେ, ଏହା ରାମଙ୍କର ସ୍ୱର ହୋଇନପାରେ। ଜଗତରେ ଏପରି କିଏ ଅଛି ଯେ ରାମଙ୍କ ଅନିଷ୍ଟ କରିପାରିବ? ତହୁଁ ସୀତା ଲକ୍ଷ୍ମଣଙ୍କୁ ନାନା ପ୍ରକାର ଭର୍ତ୍ସନା କଲେ। ମୁଁ ରାମଙ୍କ ଆଦେଶ ପାଳି ରହିଥିଲି, ଏବେ ତୁମ ଆଦେଶ ପାଳି ଯାଉଛି। ଏଥିରେ ଯଦି କିଛି ବିପଦ ଘଟେ ତେବେ ମୋର ଦୋଷ ନାହିଁ। ବନ ଦେବତାମାନେ ତୁମକୁ ରକ୍ଷା କରନ୍ତୁ। ଏହା କହି ଲକ୍ଷ୍ମଣ ଧନୁଶର ଧରି ଶବ୍ଦ ଆସୁଥିବା ଦିଗକୁ ଚାଲିଗଲେ। ରାବଣ ତ ଏହି ସୁଯୋଗକୁ ଅପେକ୍ଷା କରି ଲୁଚି ରହିଥିଲା। ସେ ଏଥର ଏକ ବ୍ରାହ୍ମଣ ବେଶ ଧରି ରାମଙ୍କ କୁଟୀରରେ ଉପସ୍ଥିତ ହେଲା। ଭିକ୍ଷୁକ ବ୍ରାହ୍ମଣକୁ ଦେଖି ସୀତା ତାକୁ ଆସନରେ ବସାଇ ଫଳମୂଳ ଭୋଜନ ନିମନ୍ତେ ଦେଲେ ଓ ପତି ବନରୁ ଆସିଲେ ତାଙ୍କର ଉପଯୁକ୍ତ ସେବା କରିବେ ବୋଲି କହିଲେ। ସୀତା ବ୍ରାହ୍ମଣଙ୍କ ପରିଚୟ ପଚାରିବାରୁ ସେ କହିଲା, ମୁଁ ପ୍ରକୃତରେ ବ୍ରାହ୍ମଣ ନୁହେଁ। ମୁଁ ହେଉଛି ଲଙ୍କାର ରାଜା ତ୍ରିଭୁବନ ବିଜୟୀ ରାବଣ। ମୋର ପିତା ହେଉଛନ୍ତି ବିଶ୍ରବା ଋଷି ଓ ମାତା ହେଉଛନ୍ତି ନିକଷା। କୁବେର ମୋର ଭାଇ। ମୋର ସହସ୍ର ସହସ୍ର ରାଣୀ ଅଛନ୍ତି, କିନ୍ତୁ ତୋର ରୂପ ଗୁଣ କଥା ଶୁଣି ତତେ ନେବା ପାଇଁ ଆସିଛି। ଏହା ଶୁଣି ସୀତାଙ୍କ ମୁଣ୍ଡରେ ଯେପରି ବଜ୍ର ପଡ଼ିଲା। ସେ ପତିଙ୍କର ଗୁଣ ବର୍ଣ୍ଣନା କରି ରାବଣଙ୍କୁ ଶତଧିକ୍କାର କଲେ। ରାବଣ ଏଥିରେ ଅପମାନିତ ବୋଧ ନ କରି ତାଙ୍କୁ ନାନା ପ୍ରକାର ଲୋଭ ଦେଖାଇଲା। କିନ୍ତୁ ସୀତାଙ୍କର ମନ ତିଳେ ହିଁ ଟଳିଲା ନାହିଁ। ତେଣୁ ରାବଣ ନିଜ ରୂପ ପ୍ରକାଶିଲା। ତାର 10 ମୁଣ୍ଡ 20 ବାହୁ ଦେଖି ସୀତା ଭୟ କରିଗଲେ। ଦୁଷ୍ଟ ରାକ୍ଷସ ଏଥର ସୀତାଙ୍କର କେଶକୁ ବାମ ହାତରେ ଧରି ଟାଣି ନେଲା। ସୀତା ହେ ରାମ, ହା ଲକ୍ଷ୍ମଣ କହି ଅଚେତନ ହୋଇଗଲେ। ରାବଣ ତାଙ୍କୁ ଟେକି ନେଇ ନିଜ ରଥରେ ବସାଇଲା। ରଥ ଆକାଶ ମାର୍ଗରେ ଦକ୍ଷିଣ ଦିଗକୁ ଗତିକଲା। ସୀତା ଚେତନା ଲାଭ କରି ବିଳାପ କରିବାକୁ ଲାଗିଲେ। ରଥ କିଛି ଦୂର ଯିବା ପରେ ଜଟାୟୁ ଦେଖିପାରିଲା ଯେ ରାବଣ ସୀତାଙ୍କୁ ରଥରେ ବସାଇ ଚୋରାଇ ନେଇଯାଉଛି। ସେ ଅନେକ ବେଳ ଯାଏ ରାବଣ ସହିତ ଯୁଦ୍ଧ କରି ତାର ଶରୀରକୁ କ୍ଷତବିକ୍ଷତ କରିପାରିଲା। ଶେଷରେ ରାବଣ ତାର ଖଡ୍ଗରେ ଜଟାୟୁର ପକ୍ଷକୁ ହାଣି ଦେବାରୁ ସେ ତଳେ ପଡ଼ିଗଲା। ରାବଣ ତାର ରଥକୁ ଆଗକୁ ଚଳାଇଲା। ରଥ ଋଷ୍ୟମୁଖ ପର୍ବତ ଉପରେ ଗଲାବେଳେ ସୀତା ଦେଖିଲେ ଯେ ପର୍ବତ ଉପରେ 5ଟି ବାନର ବସିଛନ୍ତି। ସେ ନିଜର କେତେକ ଅଳଙ୍କାର ଏକ ପୁଡ଼ା ବାନ୍ଧି ସେମାନଙ୍କ ପାଖକୁ ଫିଙ୍ଗିଦେଲେ। ରାବଣ ପୁଷ୍ପକ ବିମାନ ଉଡ଼ାଇ ନେଇ ଲଙ୍କାରେ ଯାଇ ପହଞ୍ଚିଲା। ରାବଣ ଅନେକ ରାକ୍ଷସୀଙ୍କୁ ଡାକି ସୀତାଙ୍କୁ ଜଗି ରହିବାକୁ କହିଲା। ଏହାକୁ ଏପରି ଜଗି ରହିବ ଯେ ଅନ୍ୟ କୌଣସି ପୁରୁଷ ଯେପରି ତାକୁ ଦେଖି ନ ପାରେ। ତାର ମନ ଖୁସି କରିବା ପାଇଁ ଅଳଙ୍କାର, ବସ୍ତ୍ର, ଫୁଲ ପ୍ରଭୃତି ଯୋଗାଇ ଦେଉଥିବ। ତା ଆଗରେ ମୋର ବୀରପଣ ଓ ଗୁଣମାନ କରି ତାର ମନକୁ ମୋ ପ୍ରତି ଆକୃଷ୍ଟ କରାଇବ। ରାକ୍ଷସୀମାନେ ରାବଣର ଆଦେଶ ମାନି ସୀତାଙ୍କୁ ଜଗି ରହିଲେ। ରାକ୍ଷସୀମାନେ ସୀତାଙ୍କୁ ବେଢ଼ି ରହି ତାଙ୍କ ମନ ବୁଲାଇବାରେ ଚେଷ୍ଟା କଲେ, କିନ୍ତୁ ସୀତା କେବଳ ରାମଙ୍କୁ ଝୁରି ବିଳାପ କଲେ। ରାବଣ ଆସି ସୀତାଙ୍କୁ ନାନା ଭାବେ ଅନୁନୟ ବିନୟ କଲା, ହେଲେ ତହିଁରେ କିଛି ଫଳ ହେଲା ନାହିଁ। ତେଣୁ ରାବଣ ସୀତାଙ୍କୁ ନେଇ ତାର ସୁନ୍ଦର ଅଶୋକ ବନରେ ରଖାଇଲା ଓ ରାକ୍ଷସୀମାନଙ୍କୁ କହିଲା ଯେ ସେମାନେ ଯେପରି ହେଉ ସୀତାଙ୍କୁ ତାର ବଶ କରାଇବେ। ସୀତା ଅଶୋକ ବନରେ ରହିଲେ। ରାକ୍ଷସୀମାନଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା। ସେ କେବଳ ରାମଙ୍କ ଚିନ୍ତାରେ ବୁଡ଼ି ରହିଲେ। ସ୍ୱର୍ଗରେ ଦେବତାମାନେ ଚିନ୍ତା କଲେ ସୀତା କିପରି ଏକ ଦୁଃଖରେ ଧୈର୍ଯ୍ୟ ଧରି ରହିବେ। ଦେବରାଜ ଇନ୍ଦ୍ର ସୀତାଙ୍କୁ ଅମୃତ ଦେବାକୁ ଆସିଲେ। ଦେବତାଙ୍କ ମାୟାରେ ଅସୁରମାନେ ନିଦ୍ରାରେ ଅଚେତ ହୋଇପଡ଼ିଲେ। ଏହି ଅବସରରେ ଇନ୍ଦ୍ର ଅଶୋକ ବନରେ ଉପସ୍ଥିତ ହୋଇ ସୀତାଙ୍କୁ ନିଜର ପରିଚୟ ଦେଲେ ଓ ସାନ୍ତ୍ୱନା ଦେଇ କହିଲେ, ମା ସୀତା, ତୁମେ ଚିନ୍ତା କର ନାହିଁ। ରାମ ଲକ୍ଷ୍ମଣ କୁଶଳରେ ଅଛନ୍ତି। ଅଳ୍ପ ଦିନ ଭିତରେ ସେ ସମୁଦ୍ର ପାର ହୋଇ ଲଙ୍କାରେ ପ୍ରବେଶ କରିବେ ଓ ରାବଣକୁ ସବଂଶ ମାରି ତୁମର ଉଦ୍ଧାର କରିନେବେ। ମୁଁ ସ୍ୱର୍ଗରୁ ଏ ପାୟସ ନେଇ ଆଣିଛି। ଏହାକୁ ସେବନ କର, ତୁମର କ୍ଷୁଧା ତୃଷା ଦୂର ହେବ। ସୀତା ଇନ୍ଦ୍ରଙ୍କ ହାତରୁ ପାୟସ ନେଇ ଭୋଜନ କଲେ। ଅଷ୍ଟମ ଅଧ୍ୟାୟ ସମାପ୍ତ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସେ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।